ବାରିପଦାର ମୁର୍ଗାବାଡ଼ିଠାରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସହରରେ ର୍ୟାଲି। ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ କିଛି ଦିନ ତଳେ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ମିଶି ଯୋଗଦାନ ଦେଇଛନ୍ତି। ଏହାପରେ ସେ ସୋମବାର ବାରିପଦା ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅର୍ଥାତ୍ ସୋମବାର ସନ୍ଧ୍ୟା 7 ଘଟିକା ସମୟରେ ବାରିପଦାର ମୁର୍ଗାବାଡ଼ିଠାରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ପ୍ରଥମେ ତାଙ୍କୁ ସ୍ୱାଗତ କରିବା ପରେ ସହରରେ ଏକ ବାଇକ୍ ର୍ୟାଲି ଯୋଗେ ସହର ପରିକ୍ରମା କରାଯାଇଥିଲା। ଆପଣମାନେ ଜାଣିଥିବେ ମୁଁ କିଛି ଦିନ ପୂର୍ବରୁ କେନ୍ଦ୍ର ପାର୍ଟି ଅଫିସରେ ଭାରତୀୟ ଜନତା ପାର୍ଟି ଅଫିସରେ ମୁଁ ଯେ कि ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଇକିନା ମୁଁ ଭାଜପା ପାର୍ଟିରେ ମୁଁ ଯୋଗଦାନ କରିଥିଲି। ବର୍ତ୍ତମାନ ପ୍ରଥମ ଥର କରି ମୁଁ ଭାଜପା ପାର୍ଟିରେ ଯୋଗ କରିବାର ପରେ ମୁଁ ଆଜି ମୋ ଜିଲ୍ଲାକୁ ପ୍ରଥମ ଥର ଆଜି ଆସିଛି। ଯେ कि ଆଜି ମୟୂରଭଞ୍ଜକୁ ଯେତେବେଳେ ମୁଁ ପଶିଲି ଆମର କରଞ୍ଜିଆ ଠାକୁରମୁଣ୍ଡା ଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଯୋଉ ଭାରତୀୟ ଜନତା ପାର୍ଟି ପରିବାର ନେତୃମଣ୍ଡଳୀ ସମସ୍ତେ ଆଜି ଯୋଉ ଉତ୍ସାହିତ ହେଇକିନା ଖୁସିରେ ମତେ ସ୍ୱାଗତ କରିଛନ୍ତି ପ୍ରତ୍ୟେକ ବ୍ଲକରେ। ତେଣୁ ଭାରତୀୟ ଜନତା ପାର୍ଟିର ସମସ୍ତ ନେତୃମଣ୍ଡଳୀ ଆମର ଏଠି ସଭାପତି ଅଛନ୍ତି କାନ୍ଦ୍ରା ଭାଇ ଏବଂ ସମସ୍ତ କର୍ମକର୍ତ୍ତା ସମସ୍ତ ନେତୃମଣ୍ଡଳୀ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, କୃତଜ୍ଞତା ଜଣେଇବି ଯେ कि ଆଜି ଏତେ ସ୍ନେହ ଶ୍ରଦ୍ଧା ଏବଂ ସମ୍ମାନ ଦେଇକିନା ମତେ ସ୍ୱାଗତ କରିଛନ୍ତି। ଆପଣମାନେ ଜାଣିଥିବେ ଯେ कि ଆମର ବର୍ତ୍ତମାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଚାଲିଛି, ଡବଲ ଇଞ୍ଜିନର ସରକାର ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଉ ନୀତି ଆଦର୍ଶ ବିକାଶ ଧାରାରେ ପ୍ରାୟ ସାରା ଭାରତ ବର୍ଷ ସାରା ପୃଥିବୀରେ ଯୋଉ ବିକାଶ ଧାରା ଅଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ସମସ୍ତେ ସେଥିରେ ସମସ୍ତେ ଖୁସି ଏବଂ ସମସ୍ତେ ସେଥିପ୍ରତି ସମସ୍ତଙ୍କର ଭଲ ପାଇବା ରହିଛି। ତେଣୁ ଆମର ପ୍ରଥମ ଥର ଯୋଉ ଓଡ଼ିଶାରେ ମଧ୍ୟ ଭାଜପା ସରକାର ଗଠନ ହେଇଛି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଜୀଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦେବି, କୃତଜ୍ଞତା ଜଣେଇବି। ଆଜି ମୋର ଭାଜପା ପାର୍ଟିର ଭାରତୀୟ ଜନତା ପାର୍ଟିର ସମସ୍ତ ପରିବାର ବର୍ଗ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, କୃତଜ୍ଞତା ଜଣେଇବି। ଆମର ଗୋଟିଏ ଲକ୍ଷ୍ୟ ଯେ कि ମୟୂରଭଞ୍ଜର ବିକାଶ, ଓଡ଼ିଶାର ବିକାଶ, ସାରା ଭାରତ ବର୍ଷର ବିକାଶ ଏବଂ ଏଇ ବିକାଶ ଧାରାକୁ ଆମେ ସମସ୍ତେ ଆଗେଇ ନେଇକିନା ଆପଣମାନେ ଦେଖୁଥିବେ ବର୍ତ୍ତମାନ ମୁଁ ଭାଜପା ପାର୍ଟିକୁ ଯାଇଛି ଜଏନ କଲା ପରେ ଆଜି କାଲି ବୋଧେ ଆମର ମୟୂରଭଞ୍ଜର ଯୋଉ ଦାବି ରହିଥିଲା ରେଲ ଲାଇନ ପ୍ରାୟ 3ଟି ଯାକ ରେଲୱେ ପ୍ରକଳ୍ପ ମଞ୍ଜୁର ହେଇଛି। ତେଣୁ ଆପଣମାନେ ଦେଖିପାରୁଥିବେ ବିକାଶ ଯୋଉ ସ୍ୱପ୍ନ ରହିଥିଲା ଆମର ମୟୂରଭଞ୍ଜବାସୀଙ୍କର ସେ ଗୋଟେ ଗୋଟେ କରି ସାକାର ହେବାକୁ ଯାଉଛି। ତେଣୁ ନିଶ୍ଚିତ ଭାବରେ ଭାଜପା ସରକାର ବିକାଶର ସରକାର, ତେଣୁ ଆମେ ସମସ୍ତେ ସେଠି ସାମିଲ ହେଇ ବିକାଶ ଧାରାରେ ସାମିଲ ହେଇଛୁ ଏବଂ ନିଶ୍ଚିତ ଭାବରେ ଆମ ମୟୂରଭଞ୍ଜ ବିକାଶ ଧାରାରେ ଆଗେଇ ଯିବ।